କେବେ ଭାବିଛନ୍ତି ପୃଥିବୀରେ ଏମିତି ଏକ ଜାଗା ଅଛି ଯାହା କେବଳ ଏକ ବିଶାଳ ସମତଳ ଭୂମି ନୁହେଁ ବରଂ କୋଟି କୋଟି ଲୋକଙ୍କ ଘର ଆଉ ହଜାର ହଜାର ବର୍ଷର ସଭ୍ୟତାର ପାଳନ କେନ୍ଦ୍ର। ହଁ, ଆମେ କଥା ହେଉଛି ବିଶାଳ ସିନ୍ଧୁ ଗଙ୍ଗା ସମତଳ ଭୂମି ବିଷୟରେ। କିନ୍ତୁ ବଡ଼ ପ୍ରଶ୍ନ ହେଉଛି ମାତ୍ର 3ଟି ନଦୀ କେମିତି ଏତେ ବଡ଼ ଆଉ ଏତେ ଉର୍ବର ଏକ ସମତଳ ଭୂମି ତିଆରି କରିଦେଲେ ଯେଉଁଠି ଆଜି ଦୁନିଆର ପ୍ରତି 7 ଜଣରୁ ଜଣେ ବାସ କରୁଛନ୍ତି। ଆସନ୍ତୁ ଏହି ଚମତ୍କାର କାହାଣୀର ଗଭୀରତାକୁ ଯିବା। ଏହି କାହାଣୀର ଆରମ୍ଭ ହୁଏ ଆଜିଠୁ ଲକ୍ଷ ଲକ୍ଷ ବର୍ଷ ପୂର୍ବେ, ଯେତେବେଳେ ପୃଥିବୀ ଭିତରେ ଚାଲିଥିଲା ଏକ ନାଟକୀୟ ଭୌଗୋଳିକ ପରିବର୍ତ୍ତନ। ଆଉ ଜାଣନ୍ତି, ହିମାଳୟ ପର୍ବତମାଳାର ଜନ୍ମ ଆଉ ଏହି ସମତଳ ଭୂମିର ନିର୍ମାଣ, ଏ ଦୁଇଟି କାହାଣୀ ପରସ୍ପର ସହ ଏମିତି ଯୋଡ଼ି ହୋଇ ରହିଛି ଯେ ଗୋଟିଏ ବିନା ଅନ୍ୟଟି ଅସମ୍ପୂର୍ଣ୍ଣ। ଏହାକୁ ବୁଝିବା ପାଇଁ ଆମକୁ ଆଗ ଟେକ୍ଟୋନିକ୍ ପ୍ଲେଟ୍ ବିଷୟରେ ଜାଣିବାକୁ ହେବ। ଏମିତି ଭାବନ୍ତୁ, ଏଗୁଡ଼ିକ ହେଉଛି ପୃଥିବୀର ଭୂପୃଷ୍ଠର କିଛି ବିଶାଳ ଭାସମାନ ଖଣ୍ଡ। ଆଉ ଆମ କାହାଣୀର ମୂଳଦ୍ୱାର ଠିକ୍ ସେତେବେଳେ ପଡ଼ିଲା ଯେତେବେଳେ ଭାରତୀୟ ପ୍ଲେଟ୍ଟି ଉତ୍ତର ଦିଗକୁ ଖୁବ୍ ଜୋରରେ ଆସି ୟୁରେସିଆନ୍ ପ୍ଲେଟ୍କୁ ଏକ ଶକ୍ତିଶାଳୀ ଧକ୍କା ଦେଲା। ଏହି ମହାସଂଘର୍ଷର ପରିଣାମ ବାସ୍ତବରେ ଅଦ୍ଭୁତ ଥିଲା। ଦେଖନ୍ତୁ, ପ୍ରଥମେ ତ ଏତେ ଜୋରରେ ଧକ୍କା ହେଲା ଯେ ଦୁଇ ପ୍ଲେଟ୍ ମଝିରେ ଥିବା ଭୂମି ଉପରକୁ ଉଠିଗଲା ଆଉ ସେଇଠୁ ଜନ୍ମ ନେଲା ବିଶ୍ୱର ସର୍ବୋଚ୍ଚ ପର୍ବତମାଳା ହିମାଳୟ। କିନ୍ତୁ ସେତିକିରେ କଥା ସରିନଥିଲା। ଦ୍ୱିତୀୟରେ ଠିକ୍ ହିମାଳୟର ପାଦଦେଶରେ ଏକ ବିଶାଳ ଗର୍ତ୍ତ ତିଆରି ହୋଇଗଲା, ଯାହାକୁ ବୈଜ୍ଞାନିକମାନେ 4D ବୋଲି କୁହନ୍ତି। ହେଲେ ସେହି ବିଶାଳ ଗର୍ତ୍ତ ତ ଖାଲି ରହିବାନି, ତାକୁ ଭରିବା ପାଇଁ ଆଗେଇ ଆସିଲେ ଏହି କାହାଣୀର 3 ମୁଖ୍ୟ ନାୟକ, 3ଟି ମହାନ ନଦୀ ପ୍ରଣାଳୀ। ଏହି 3 ନଦୀ ହେଲେ ସିନ୍ଧୁ, ଗଙ୍ଗା ଆଉ ବ୍ରହ୍ମପୁତ୍ର। କଳ୍ପନା କରନ୍ତୁ, ଲକ୍ଷ ଲକ୍ଷ ବର୍ଷ ଧରି ଏହି ନଦୀଗୁଡ଼ିକ ହିମାଳୟରୁ ପଥର ଖଣ୍ଡ, ବାଲି ଆଉ ପଟୁମାଟି ଆଣି ସେହି ବିରାଟ ଗର୍ତ୍ତକୁ ଭରି ଚାଲିଲେ। ଏହା ଗୋଟିଏ ଦିନର କାମ ନଥିଲା, ଏକ ଅବିରତ ପ୍ରକ୍ରିୟା ଯାହା ଧୀରେ ଧୀରେ ସେହି ଗର୍ତ୍ତକୁ ଏକ ବିଶାଳ ଓ ଉର୍ବର ସମତଳେ ଭୂମିରେ ବଦଳାଇ ଦେଲା। ଆଉ ଏହି ନଦୀଗୁଡ଼ିକ କେବଳ ପାଣିର ସ୍ରୋତ ନୁହନ୍ତି, ଏମାନଙ୍କର ନିଜସ୍ୱ କାହାଣୀ ବି ଅଛି। ଯେମିତିକି କୋଶି ନଦୀକୁ ଏହାର ଭୟଙ୍କର ବନ୍ୟା ପାଇଁ ବିହାରର ଦୁଃଖ ବୋଲି କୁହାଯାଏ। ବ୍ରହ୍ମପୁତ୍ର ନିଜ ଭିତରେ ଗଡ଼ିଛି ବିଶ୍ୱର ସବୁଠୁ ବଡ଼ ନଦୀ ଦ୍ୱୀପ ମାଜୁଲିକୁ। ଆଉ ସବୁଠୁ ମଜେଦାର କଥା ହେଲା, ସିନ୍ଧୁ ନଦୀରୁ ହିଁ ଆମ ଦେଶର ନାମ ଇଣ୍ଡିଆ ଆସିଛି। ନଦୀଗୁଡ଼ିକ ଯେଉଁ ପଟୁମାଟି ଆଣିଲେ ତାକୁ ଏଣେତେଣେ ଜମା କରିନଥିଲେ, ବରଂ ଜଣେ କୁଶଳୀ କାରିଗର ଭଳି ସେମାନେ ଏହାକୁ ଗୋଟିଏ ପରେ ଗୋଟିଏ ଏମିତି 4ଟି ସ୍ପଷ୍ଟ ସ୍ତରରେ ସଜାଇ ରଖିଲେ। ଆସନ୍ତୁ, ଏହି ସ୍ତରଗୁଡ଼ିକୁ ଟିକେ ଉପର ତଳକୁ ଦେଖିବା। ହିମାଳୟର ଠିକ୍ ତଳକୁ ଅଛି ଭାବର, ଏକ ଘୁଡ଼ିପଥରର ଅଞ୍ଚଳ। ଏଠି ଛୋଟ ନଦୀଗୁଡ଼ିକ ଉଭେଇ ଯାଆନ୍ତି। ତାପରେ ଆସେ ତରାଇ, ଏକ ଓଦାଳିଆ ଆଉ ଜଙ୍ଗଲିଆ ଅଞ୍ଚଳ, ଯେଉଁଠି ସେ ଲୁଚିଥିବା ନଦୀଗୁଡ଼ିକ ପୁଣି ଦେଖାଯାଆନ୍ତି। ତା ତଳକୁ ରହିଛି ଭାଙ୍ଗର, ଯାହା ପୁରୁଣା ପଟୁମାଟିରେ ତିଆରି। ଆଉ ଶେଷରେ ନଦୀ କୂଳେ କୂଳେ ଅଛି ଖାଦର। ପ୍ରତିବର୍ଷ ବନ୍ୟାରେ ନୂଆ ପଟୁମାଟି ଆସି ଏହାକୁ ସବୁଠାରୁ ଉର୍ବର କରିଦିଏ। ଭଲ କଥା, ଏତେ ସବୁ ତ ଗଲା ଭୂଗୋଳ କଥା। ଏବେ ଟିକେ ଇତିହାସ ଆଡ଼କୁ ଆସିବା। ଦେଖିବା ଏହି ଉର୍ବର ଭୂମି କେମିତି ହଜାର ହଜାର ବର୍ଷ ଧରି ମଣିଷ ସଭ୍ୟତାକୁ ନିଜ କୋଳରେ ପାଳି ଆସିଛି। ପ୍ରଥମେ ଟିକେ ଏହାର ଆକାର କଳ୍ପନା କରନ୍ତୁ। 7 ଲକ୍ଷ ବର୍ଗ କିଲୋମିଟର। ଏହା ପଟୁମାଟିରେ ତିଆରି ଦୁନିଆର ସବୁଠାରୁ ବଡ଼ ଏକକ ସମତଳ ଅଞ୍ଚଳ। ଏହା କେତେ ବଡ଼ ତାର ଅନ୍ଦାଜ ଲଗେଇବା ବି ମୁସ୍କିଲ। ଆଉ ଏହି ଅସୀମ ଉର୍ବରତା ହିଁ ଏଠାକୁ ଲୋକଙ୍କୁ ଟାଣି ଆଣିଛି। ଆଜି ଏହି ଅଞ୍ଚଳରେ ଭାରତର 40%ରୁ ଅଧିକ ଲୋକ ରୁହନ୍ତି, ଯାହା ପୁରା ଦୁନିଆର ଜନସଂଖ୍ୟାର ପ୍ରାୟ 1/7। ଇତିହାସର ପୃଷ୍ଠ ଉଲ୍ଟାଇଲେ ଜଣାପଡ଼େ ଯେ ଏହି ଭୂମି ସବୁବେଳେ ଶକ୍ତିର କେନ୍ଦ୍ରବିନ୍ଦୁ ଥିଲା। ସିନ୍ଧୁ ଘାଟି ସଭ୍ୟତାଠାରୁ ଆରମ୍ଭ କରି ମୌର୍ଯ୍ୟ, ଗୁପ୍ତ ଆଉ ମୋଗଲ ପର୍ଯ୍ୟନ୍ତ ଭାରତର ବଡ଼ ବଡ଼ ସାମ୍ରାଜ୍ୟମାନେ ଏଇଠୁ ହିଁ ନିଜର ଶକ୍ତି ଆଉ ସମ୍ବଳ ପାଇ ବଢ଼ିଥିଲେ। କିନ୍ତୁ କ'ଣ ପାଇଁ ଉତ୍ତର ଭାରତର ଏହି ସମତଳ ଭୂମି ଏତେ ସ୍ୱତନ୍ତ୍ର? ଏହାକୁ ଭଲ ଭାବରେ ବୁଝିବା ପାଇଁ ଆସନ୍ତୁ ଦକ୍ଷିଣ ଭାରତର ଭୂଗୋଳ ସହ ଏହାର ଟିକେ ତୁଳନା କରିବା। ଦେଖନ୍ତୁ, ଦକ୍ଷିଣ ଭାରତର ଭୂଗୋଳ ପୂରାପୂରି ଅଲଗା। ସେଠାକାର ପର୍ବତମାଳା ଆଉ ମାଳଭୂମିର ଗଠନ ଏମିତି ଯେ ନଦୀଗୁଡ଼ିକ ଉତ୍ତର ଭାରତ ଭଳି ବିଶାଳ ଉର୍ବର ସମତଳ ଭୂମି ତିଆରି କରିପାରନ୍ତି ନାହିଁ। ଆଉ ଏହି ତୁଳନା ହିଁ ଦର୍ଶାଏ ଯେ ସିନ୍ଧୁ ଗଙ୍ଗା ସମତଳ ଭୂମି କେତେ ଅନନ୍ୟ ଆଉ କେତେ ମହତ୍ତ୍ୱପୂର୍ଣ୍ଣ। ତେବେ ଏତେ ସବୁ ଇତିହାସ ଆଉ ଭୂଗୋଳ ପରେ ଆଜିର ଦିନରେ ଏହି ସମତଳ ଭୂମିର ମହତ୍ତ୍ୱ କ'ଣ? ଆସନ୍ତୁ ଜାଣିବା। ମୂଳ କଥା ହେଉଛି 3ଟି ଜିନିଷର ଏକ ଚମତ୍କାର ମିଶ୍ରଣ
ଉର୍ବର ମାଟି, ପର୍ଯ୍ୟାପ୍ତ ପାଣି ଆଉ ଭଲ ପାଣିପାଗ ଏହି ତିନୋଟି କାରଣ ହିଁ ସିନ୍ଧୁ ଗଙ୍ଗା ସମତଳ ଭୂମିକୁ ଦେଶର ଶସ୍ୟାଗାରରେ ପରିଣତ କରିଛି। ଏହା କେବଳ ଭାରତର ଖାଦ୍ୟ ସୁରକ୍ଷା ପାଇଁ ନୁହେଁ ବରଂ ଆମ ଅର୍ଥନୀତି ପାଇଁ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେବେ ଏହି ସମତଳ ଭୂମି ଆମ ଅତୀତକୁ ଗଢ଼ିଛି, ଆମ ବର୍ତ୍ତମାନକୁ ସମ୍ଭାଳିଛି। କିନ୍ତୁ ଶେଷରେ ପ୍ରଶ୍ନ ଉଠୁଛି, ଏହା କ'ଣ ଆମ ଭବିଷ୍ୟତକୁ ସମ୍ଭାଳି ପାରିବ? ବଢ଼ୁଥିବା ଜନସଂଖ୍ୟା, ଜଳ ସଙ୍କଟ ଆଉ ଜଳବାୟୁ ପରିବର୍ତ୍ତନର ଆହ୍ୱାନ ଭିତରେ ଆମେ ଆମର ଏହି ମୂଲ୍ୟବାନ ସମ୍ପତ୍ତିକୁ ଆଗାମୀ ପିଢ଼ି ପାଇଁ କେମିତି ସୁରକ୍ଷିତ ରଖିପାରିବା? ଏହି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନଟି ସହ ଆଜିର ଆଲୋଚନା ଏଇଠି ଶେଷ କରୁଛି।